ଜିତୁଆ ଏ ଜିତୁଆ ଆବେ କୋଉଠି ପଇଛ? ଏଇ ବା ଏଠି କାମ ହଉଛି ବଡ ବାପା। କାମ ହଉଛି ଏଇଠି? ହଁ 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 ମୁଁ ଆଜି ସେଇଆ ଦେଖିବାକୁ ପାରୁଥିଲି କାମ ହଉଛି କି ନା ନାହିଁ। ହଁ ତମେ କଣ ଏମିତି ଆଇଲଣି? ପବନଟା ଦଉଛି କେଡ଼େ ଜୋର ପବନ ବାଡ଼ଉଛି ମୋ କାନ ଟାଣ ହଉଛି ମୋର ଥଣ୍ଡାଟା ପ୍ରବଳ ମୋ କାନରେ ପବନ ପଡ଼ିଯିବ ବୋଲି ମୁଣ୍ଡରେ ଗାମୁଛାଟା ଭିଡ଼ିକି ଆଇଲି ଟୋପିଟା ବି ସଫା କରିଦେଇଛି। ଓହୋ ଆଉ ଭାଇ ଶୁଣୁ ଆଜ୍ଞା କାମ କେମିତି କଣ ଚାଲିଛି ସବୁ? କାମ ଠିକଠାକ ସବୁ ଚାଲିଛି ଭାଇ? ଠିକଠାକ ଚାଲିଛି, ହଁ। ଭାଇ ନା ଏଇଟା ଗାଁ କାମଟା ଯେମିତି ହେଇଗଲା ଏଠି ବଦନାମ ଯେମିତି ନ ହୁଏ। ନାଇଁ ନାଇଁ ବଡ କାମ ପୁରା ପରଫେକ୍ଟ ହବା ଦରକାର। ପରଫେକ୍ଟ ଏଇ ପଛରେ ଯେମିତି କେହି କମ୍ପ୍ଲେନ ନ କରନ୍ତି ଯେ ବାବା ଯେଉଁ କାମ ଦେଇଛନ୍ତି ସେମିତି ହେଲା ବୋଲି। ତମେ ଜିତୁଆ ଉପରେ ତମର ବଡ ବାପା ଭରସା ନାହିଁ। ହଁ ତେଣୁକରି ଏଠି ଯେମିତି ଜଗି ରଖି ପୁରା ସବୁ ଆଡକୁ ଦେଖି ଚାହିଁକି କାମ ତୁ କରୁଛୁ। ବା କହିଛି ଆମର ଟିକେ ଅସୁବିଧା ହଉଛି, ରତନା କହିଛି ଆସିବ ବୋଲି କାମକୁ। ହଁ ରତନା ଆସିବ ବା। ରତନା କହିଛି ଆସିବ। ହଁ ଆବେ ହେ ଏଇ ରତନା ଯଦି ଆସିବ ଏଠି କାମକୁ ତାକୁ ଟିକେ ଗୋଡେଇ ଗୋଡେଇ ଜଗିଥିବୁ। କାଇଁ ଆବେ ରତନା ଆସିବ ମାନେ ତା ସାଙ୍ଗେ ସେ ଫକୀରା ବି ଆସିବ। ପକ୍ଷୀର ବୋଧେ ଡାକି ଆଣିବ। ସେ ଜାଣିଯିବା ମତେ କହୁଥିଲା କୋଉଠି କାମ, ମୁଁ କହିଲି ୱାରିଂ ହବ। ଅଇଲ ନା ଏ ତାର ଏଥିରୁ ଯଦି 2-4 ମିଟର ଲେଖା କାଟି କୁଟିକି ନେଇଯିବେ ବୁଝିପାରୁଛୁ ତାକୁ ପାରି ହବନି। ଓହୋ ସେ ଯୋଉ ଗୋଟେ କଳେ କଳେ କୌଶଳେ ସେ କାଟି କୁଟି ନେଇ ଚାଲିଯିବେ। ହଁ ସେଇଟା ବି ବଡ ବଡ ସତ କଥା। ଅଇଲ ନା ଗାଁ କାମ କୋଉଠି କିଏ ଯଦି ଦେଖିବ ବୁଝିପାରୁଛୁ ହଁ ହଁ ସିଏ ସବୁ ପୁଣି କଥା ଅସୁବିଧା ହବ। ଓହୋ ହଉ ହେଲା ବଦନାମ ହବା ଛଡା ଆଉ ତା ଛଡା ଆଉ କିଛି ଉପାୟ ନାହିଁ। ମାନେ ସେଇଟା ତାର ବି ସେ କଳା ଅଛି। ହଁ ସିଏ ଦରକାର ପଇଲେ ଫକୀରକୁ ବି ଯୋଡି କରି ନେଇ ଆସିବ। ହଁ ହଉ ବଡ ହଉ ଶୁଣ। କଥା କହିଛ, ମୋ ମନ ପକେଇଦେଲ। ହଁ ଏ ରମେଶ କାମ ଚାଲିଛି ତ ଠିକ? ଦାଦା ନମସ୍କାର। ହଁ କାମ ଚାଲିଛି କାମ ଚାଲିଛି। ହଉ ହଉ କାମ ଉପରେ ତମେ ନାଲୁ କାମ ଦେଖିବାକୁ ଯାଉଥିଲା ସାଇଡ୍ ଉପରୁ ତମେ ତ ତାଙ୍କୁ ସିଆଡେ ପଠେଇଦେଲ। ଆଉ କାମ ତମେ ବି ଆସୁନା। କାମ ହଉଛି ନା ତମେ ଜାଣିବ? କାମ ଜୋରଦାର ଚାଲିଛି। କାମ ବନ୍ଦ ନାହିଁ। ନାଲୁଆ ବା ଏଠି ରହିଲି ନାଲୁଆ ତ ଗଲା ତା ସାଙ୍ଗରେ ଏଠି ବା ରତନାକୁ ବି ମୁଁ ପଠେଇବି। ଏଠି ରଖିବିନି ସେଗୁଡା। ରତନାକୁ ପଠେଇଦବ? ହଁ ସେ ନାଲୁଆ ଯାଇଛି ସିଆଡେ ଭାଇ ତା ସାଙ୍ଗରେ ନାଲୁ ରତନାକୁ ବି ପଠେଇବି ତା କତି। ତା କଳ ବଳ କୌଶଳ ନ ପଠେଇଲେ ଏଠି ହବନି। ହେଇ ଆଉ ଏ କାଜି ବଜାର କାମଟା କଣ କେତେ ବାଟ ଗଲା? ଆଜି ଦେଭାଇ ଅଛି ବା, ଦେଭାଇ ମିସ୍ତ୍ରୀ ଅଛି। ମୁଁ ଟିକେ ଇଆଡେ କାମଟା ବାଗେଇ ଦେଇକି ଯିବି ତା ପାଖକୁ। ହଉ ହଉ ଦେଖେ ଏଠି ଟିକେ ମୁହଁ ମାରିକି ସେଠି ଟିକେ ମୁହଁ ମାରୁଥିବ। ହଁ ହଁ ମୁଁ ମାରି ଏଇ ତାଙ୍କର ପୁଣି ସେଠି ଫାଇନାଲ କାମ ଚାଲିଛି। ଫାଇନାଲ କାମଟା ବା। ହଁ ହଉ ସବୁଆଡୁ ଦେଖୁଥିବୁ। ହଉ ନହେଲେ ଏଇ ଗୋଟାଏ ଆଡୁ ଦେଖିଲା ଏଇଟା କିଏ ଫୋନ କଲା? ଭାଇ ଘରକୁ ଫୋନ କଲା ଖାଇକି ଆସିନି। ହଉ ଯାଅ 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 ତମେ ଯାଅ। ହଁ ତ ଯାହା କହିଲି ସେଇଆ ମାନୁଥିବୁ। ଯଦି ନ ଜଗିବି ପୁଣି ଆମର ବଦନାମ। ହଁ ଡାଙ୍ଗେ ତର ନାଇଁ ଠିକ କଥା ମନ ପକେଇ ଦେଇଛ ବଡ। କାମ ବରାବର ହବ ପଇସା ସିଏ ଦଉଛନ୍ତି ମାନେ କାମ ବରାବର ଆଉ କଣ ହଇ ଦେଖ ତାଙ୍କର ହଇ ଦେଖ ଯେମିତି ମଳି ଧୂଳି ଯେମିତି ନନାକି କାମରେ ତାଙ୍କର। ହଉ କାମ କ୍ୱାଲିଟି କାମ ହବ। ମେନ କଥା ତମେ ଯୋଉ କଥାଟା କହିଲ ସେଇଟା ମୁଁ ମାଇଣ୍ଡରେ ରଖିଲି। ଆଉ ମୁଁ ବା ତତେ ସେଇ କଥାଟା କହିବାକୁ କହିଲି ଗାଁ କାମଟା ହଉଛି କାଳେ ଏ ଟୋକାଟା ପଳେଇ ଆସିଥିବ। ଆକୁ ବା ଭରସା ନାହିଁ। ଆକୁ ହାତେ ମାଟି ଚାକାନେ ଚାଲୁଥିବୁ। ହଉ 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 ବଡ ଠିକ ଅଛି ହେଲା। ହଁ 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 ମୁଁ ଗାଧେଇ ପାଧେଇକି ଯିବି। ଆଉ ହଁ କାଜି ବଜାର ଟିକେ ଯାଇକି ମୁହଁ ମାରିଦେଇ ଆସିବି। ହଉ ହଉ ତମେ ଯାଅ ବଡ ବୋଉ ଫୋନ କର। ହଁ ମୁଁ ଯାଉଛି ଘରକୁ ଯାଉଛି ହେଲା। ହଁ ହଁ ରମେଶ ଯାଉଛି ତୁ କାମ ବରାବର ଚଲାଉ ପୁରା। କାମ ଚାଲିଛି ଆମର। ହଁ ଆମର ଚାଲିଛି। ଏଇ ଏକରୁ ବନା ଜିତୁଆ ଆଜ୍ଞା ଏ ବୋର୍ଡ ବୋର୍ଡ ଯୋଉ ନାଗି ନିଏ ପୁରା ଅଲରେଡି ସଫା ସୁତରା କରିକି ତା ଭିତରେ ତମର ପୁରେଇବ। ସଫା କରିଦେବି ସବୁ। ଦେଖିବ ପୁରୀ ଆଣିବ ସାପ ସାକାଳେ କରିଦେଇଥିବେ। ଏଇଟା ତାଙ୍କର ଏମସି ରଖିଦେଇଛନ୍ତି। କାମ ସବୁ ଠିକଠାକ ଅଛି। ମୁଁ ସବୁ ସଫା ସଫି କରିବି। ଆଉ ହଉ ମୁଁ ଯାଉଛି। ହଁ ହଁ ଯାଅ ଯାଅ ଥଣ୍ଡା ପବନ ଦଉଛି ଯା। ହଁ